ଏହି ସମୟରେ ଝାଡ଼ୁ କଲେ ଘରକୁ ସୁଖ ସମୃଦ୍ଧି ସୌଭାଗ୍ୟ ଆସିଥାଏ। ନମସ୍କାର ଶ୍ରୋତା ବନ୍ଧୁ, ଆମ ଚ୍ୟାନେଲ R&B ଷ୍ଟୋରି ଡାଏରୀକୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ପ୍ରତିଦିନ ଜୀବନରେ ଆମ ଦ୍ୱାରା ଜଣା ଅଜଣାରେ ଏମିତି କିଛି ଭୁଲ ହୋଇଯାଇଥାଏ ଯାହାର ପ୍ରଭାବ ଆମ ଘର ପରିବାର ଉପରେ ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଆମ ଘରେ ପ୍ରତ୍ୟେକ ବସ୍ତୁର ରଖିବା ସ୍ଥାନ ନିର୍ଦ୍ଧାରିତ ହୋଇଥାଏ, ଆଉ ଆମକୁ ଏହାର ଜ୍ଞାନ ନଥାଏ। ଏମିତି କିଛି ଭୁଲ ଆମେ ଝାଡ଼ୁକୁ ନେଇ କରିଥାଉ। ଝାଡ଼ୁର ଭୁଲ ବ୍ୟବହାର ଦରିଦ୍ରତାକୁ ଆମନ୍ତ୍ରଣ ଦେଇଥାଏ। ଏହାର ଠିକ୍ ଉପଯୋଗ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ପାଇଁ ଘରର ଦ୍ୱାର ଖୋଲି ଦେଇଥାଏ। ବାସ୍ତୁଶାସ୍ତ୍ରରେ ଝାଡ଼ୁ କିଣିବାର ଦିନ ଓ ସମୟଠୁ ନେଇ ଘରେ ତାକୁ ରଖିବାର ସ୍ଥାନ ଆଉ ପୁରୁଣା ଝାଡ଼ୁକୁ ବାହାରକୁ ଫୋପାଡ଼ିବାର ନିୟମ ମଧ୍ୟ କୁହାଯାଇଛି। ଝାଡ଼ୁ, ଯାହାକୁ ଆମେ ଏକ ସାମାନ୍ୟ ବସ୍ତୁ ମାନିଥାଉ, ବାସ୍ତୁଶାସ୍ତ୍ରରେ ତାକୁ ମାତା ଲକ୍ଷ୍ମୀଙ୍କ ତୁଲ୍ୟ ମାନାଯାଏ। ଆମ ଦ୍ୱାରା ଭୁଲରେ ଝାଡ଼ୁର ଅପମାନ ହୋଇଥାଏ। ଏହାର ପ୍ରଭାବ ଆମର ଆର୍ଥିକ, ପାରିବାରିକ ଓ ସାମାଜିକ ଜୀବନ ଉପରେ ପଡ଼ିଥାଏ। ଆଜି ଆମେ ଜାଣିବା ଘରେ ଝାଡ଼ୁକୁ କିପରି ସ୍ଥାନରେ ରଖିଲେ ଘରେ ସୁଖ ସମୃଦ୍ଧି ଆସିଥାଏ ଓ ମା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ। ତେବେ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ବନ୍ଧୁଗଣ, ଝାଡ଼ୁର ସବୁବେଳେ ସମ୍ମାନ କରିବା ଉଚିତ, କାରଣ ଝାଡ଼ୁ ଆମ ଘରୁ ଦରିଦ୍ରତା, ନକାରାତ୍ମକତା ରୂପକ ଅଳିଆ ବାହାର କରି ସକାରାତ୍ମକ ଉର୍ଜାରେ ଭରିଦିଏ। ଝାଡ଼ୁକୁ ସବୁବେଳେ ଏପରି ସ୍ଥାନରେ ରଖିବା ଉଚିତ ଯାହା ଉପରେ ବାହାର ଲୋକଙ୍କ ନଜର ପଡ଼ୁନଥିବ। ଝାଡ଼ୁ ଲକ୍ଷ୍ମୀଙ୍କ ରୂପ ହୋଇଥାଏ, ସେଥିପାଇଁ ଏହା ଉପରେ କାହା ନଜର ପଡ଼ିବା ଉଚିତ ନୁହେଁ। ଝାଡ଼ୁକୁ କେବେ ବି ଛିଡ଼ା କରି ରଖନ୍ତୁ ନାହିଁ, ଏହାକୁ ଶୁଆଇ ରଖନ୍ତୁ। ଏହାର ତାତ୍ପର୍ଯ୍ୟ ଏହା ଯେ ଲକ୍ଷ୍ମୀ ଆମ ଘରେ ଆରାମରେ ଶୋଇଛନ୍ତି। ଏହି କଥାକୁ ଧ୍ୟାନ ରଖନ୍ତୁ ଯେ ଝାଡ଼ୁ ସବୁବେଳେ ସ୍ୱଚ୍ଛ ଜାଗାରେ ରହିବା ଉଚିତ। ଏହି ଜାଗାମାନଙ୍କରେ ଭୁଲରେ ଝାଡ଼ୁ ରଖନ୍ତୁ ନାହିଁ ଯେଉଁଠି ଅଳିଆ, ଜୋତା, ଚପଲ ରଖାଯାଇଥାଏ। ଝାଡ଼ୁ ରଖିବାର ଉପଯୁକ୍ତ ସ୍ଥାନ ହେଉଛି ଦକ୍ଷିଣ କିମ୍ବା ପଶ୍ଚିମ ଦିଗ। ବିଶେଷ କରି ପଶ୍ଚିମ ଦିଗରେ ଝାଡ଼ୁ ରଖିଲେ ଘରେ ପ୍ରସନ୍ନତା ଆସିଥାଏ। ଝାଡ଼ୁକୁ ଭୁଲରେ ବି ଈଶାନ୍ୟ କୋଣରେ ରଖନ୍ତୁ ନାହିଁ, ଏହାଦ୍ୱାରା ଦୁର୍ଭାଗ୍ୟ ଶୀଘ୍ର ଆସିଥାଏ। ସମୃଦ୍ଧି ଓ ସୌଭାଗ୍ୟ ମାର୍ଗରେ ବାଧା ଉତ୍ପନ୍ନ ହୋଇଥାଏ। ଝାଡ଼ୁକୁ ଏପରି ଜାଗାରେ ରଖନ୍ତୁ ନାହିଁ ଯେଉଁଠି କାହାର ଗୋଡ଼ ବାଜିବାର ସମ୍ଭାବନା ରହିଥାଏ କିମ୍ବା ଏହା ଉପରେ ଡେଇଁ ଯିବାକୁ ପଡ଼ିଥାଏ। ଏହା ଅଶୁଭ ହୋଇଥାଏ। ଘରେ ନୂଆ ଝାଡ଼ୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ସନ୍ଧ୍ୟା ପୂର୍ବରୁ କିଣିବା ଉଚିତ। ଖାଇବା ଅଇଁଠା କେବେ ବି ଝାଡ଼ୁରେ ପୋଛିବା ଉଚିତ ନୁହେଁ। ଛିଣ୍ଡା କିମ୍ବା ପୁରୁଣା ଝାଡ଼ୁକୁ ଶନିବାର, ଅମାବାସ୍ୟା ରାତି ସମୟରେ ଆଦର ସତ୍ସମ୍ମାନ ସହିତ ଘରର ବାହାରେ ରଖିବା ଉଚିତ। ସନ୍ଧ୍ୟା ସମୟରେ କେବେ ବି ଝାଡ଼ୁ ଲଗାଇବା ଉଚିତ ନୁହେଁ, କାରଣ ସନ୍ଧ୍ୟା ସମୟରେ ଝାଡ଼ୁ ଲଗାଇଲେ ମା ଲକ୍ଷ୍ମୀ ଘରୁ ପଳାଇଥାନ୍ତି ଆଉ ଘରେ ଦାରିଦ୍ର୍ୟ ଆସିଥାଏ। ସେଥିପାଇଁ ଝାଡ଼ୁ ମାରିବା ପାଇଁ ସକାଳ ସମୟ ହିଁ ଉପଯୁକ୍ତ ସମୟ। ଯେତେବେଳେ ସୂର୍ଯ୍ୟକିରଣ ଘର ଭିତରେ ପ୍ରବେଶ କରିବ, ସେହି ସମୟରେ ଝାଡ଼ୁ ଲଗାଇବା ଉଚିତ। ଏହାଦ୍ୱାରା ଘରେ ଥିବା ନକାରାତ୍ମକ ଉର୍ଜା ସୂର୍ଯ୍ୟକିରଣରେ ନଷ୍ଟ ହୋଇଯାଇଥାଏ। ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ କେବେ ବି ଅଳିଆ ଗଦା କରି ରଖନ୍ତୁ ନାହିଁ। ଏହାଦ୍ୱାରା ପଡ଼ୋଶୀ ଲୋକଙ୍କ ସହିତ ଶତ୍ରୁତା ବୃଦ୍ଧି ହୁଏ। ପ୍ରତ୍ୟେକ ଅମାବାସ୍ୟା ଦିନ ଘର ଭଲ ଭାବରେ ସଫା କରି ଅଦରକାରୀ ଜିନିଷ ବାହାରେ ଫୋପାଡ଼ି ଦେଲେ ବହୁତ ମଙ୍ଗଳ ହୁଏ। ରାତିରେ କେବେ ହେଲେ ଘର ଝାଡ଼ୁ କରନ୍ତୁ ନାହିଁ। ଯଦି କରୁଛନ୍ତି, ତେବେ ଅଳିଆ ଘର ଭିତରେ ରଖିଦିଅନ୍ତୁ, ସକାଳ ହେଲେ ବାହାର କରିବେ। ବନ୍ଧୁଗଣ, ଏହି ସବୁ ନିୟମ ମାନିଲେ ଘରକୁ ସୁଖ ସମୃଦ୍ଧି ଫେରିଆସେ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା, ତେବେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। କମେଣ୍ଟରେ ଥରେ ଲେଖିଦିଅନ୍ତୁ, ଜୟ ଜଗନ୍ନାଥ ସ୍ୱାମୀ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଜୟ ଜଗନ୍ନାଥ ସ୍ୱାମୀ। ନମସ୍କାର।